ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ନିମନ୍ତେ ଦାବି। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୁର ରାସ୍ତାର ଦୃଶ୍ୟ, ଯାହା ବହୁ ଖାଲଖମାରେ ପରିପୂର୍ଣ୍ଣ। କେଉଁଠି ପିଚୁ ଉଠିଯାଇ ବୃହତ ଗର୍ତ୍ତ ସୃଷ୍ଟି ହେଲାଣି ତ ଆଉ କେଉଁଠି ମରମ ଦେଖାଯିବା ସହ ଗୋଡ଼ି ଚାରିଆଡ଼େ ବିଛେଇ ହୋଇ ପଡ଼ିଛି, ଯେଉଁଥିପାଇଁ ପ୍ରତିଦିନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ, ସାଇକେଲ ଓ ଦୁଇଚକିଆ ଯାନରେ ଯାଉଥିବା ଗାଡ଼ି ଚାଳକମାନେ ବହୁ ସଂଖ୍ୟାରେ ପଡ଼ି ଆହତ ହେଉଛନ୍ତି। ଯେକୌଣସି ଯାନବାହନ ଗଲାବେଳେ ତାହା ସମ୍ପୂର୍ଣ୍ଣ ରୂପେ ଦୋହଲି ଯାଉଥିବା ବେଳେ ସେଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଯନ୍ତ୍ରଣାଦାୟକ ହେଉଥିବା ବେଳେ ଗାଡ଼ିଗୁଡ଼ିକର ରାସ୍ତା ଖରାପ କାରଣରୁ ଯାନ୍ତ୍ରିକ ତ୍ରୁଟି ମଧ୍ୟ ପରିଲକ୍ଷିତ ହେଉଥିବା ନେଇ ଅଭିଯୋଗ ହେଉଛି। ପୁଣି ରାସ୍ତା ସାରା ଯାନବାହନ ଯାତାୟାତ ବେଳେ ଧୂଳିମୟ ହେବା କାରଣରୁ ପରିବେଶ ଦୂଷିତ ହେଉଛି। ଏପରିକି ଏହି ରାସ୍ତାରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ତେବେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ଯାତାୟାତ କରୁଥିବା ବେଳେ ଏଠାରେ ରହିଛି ଦୁଇଗୋଟି ବିଦ୍ୟାଳୟ। ତେଣୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିତି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି। ପୁଣି ଗ୍ରାମରେ ଓ ରାସ୍ତା ପାର୍ଶ୍ୱରେ ଇଲେକ୍ଟ୍ରିକ୍ ଖୁଣ୍ଟ ଅଛି ସତ, ହେଲେ ଆଲୋକୀକରଣର ସଂଯୋଗ ରହିନଥିବାରୁ ସେହି ରାସ୍ତା ସମ୍ପୂର୍ଣ୍ଣ ଅନ୍ଧକାର ରହୁଛି। ରାତ୍ରି ସମୟରେ ହିଂସ୍ରଜନ୍ତୁ ସହ ବିଷଧର ସାପ ସେହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏଥିସହ ରାସ୍ତାଟି ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଉଥିବା ବେଳେ ଅସାମାଜିକ ବ୍ୟକ୍ତିବିଶେଷ ପ୍ରତିଦିନ ମଦ୍ୟପାନ କରି ଆସର ଜମାଉଥିବା ବେଳେ ଭୟଭୀତ ଅବସ୍ଥାରେ ଲୋକେ ରହୁଥିବା ନେଇ ଅଭିଯୋଗ ହୋଇଛି। ତେବେ ନିର୍ବାଚନ ସମୟ ପାଖେଇ ଆସିଲା ବେଳେ ଗୋପାଳପୁର ଖୋଦ୍ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଚିତ ଶ୍ରୀଯୁକ୍ତ ବିଭୂତିଭୂଷଣ ଜେନା ତତ୍ପର ହୋଇ ଉଠି ପ୍ରତିଶ୍ରୁତିର ବର୍ଷା କରୁଥିବା ବେଳେ ବର୍ତ୍ତମାନର ରାସ୍ତା ଆଲୋକୀକରଣ ବ୍ୟବସ୍ଥା ଇଚ୍ଛାଶକ୍ତିର ଅଭାବକୁ ଆଡ଼େଇ ଦିଆହୋଇଛି। ତେଣୁ ଯଥାଶୀଘ୍ର ଉକ୍ତ ରାସ୍ତାକୁ ମରାମତି କରାଯିବା ନେଇ ଦାବି କରିଛନ୍ତି ସାଧାରଣ ଜନତା। ଏଇଟା ପ୍ରଫେସର ଏବେ ଆଲୋକୀକରଣ ଗଞ୍ଜାମ ଜିଲ୍ଲା କ୍ରାଇମ ରିପୋର୍ଟର ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍।